ଆମେ ଚାଲୁଥିବା ସମୟରେ ଦୁଇ ପାଦ ଭିତରେ ଅନେକ ତଫାତ୍ ଥାଏ। ଗୋଟିଏ ପାଦ ଆଗକୁ ଥାଏ ତ ଅନ୍ୟଟି ପଛରେ ରହିଥାଏ। ନା କେବେ ବି ଆଗରେ ଥିବା ପାଦ ଅଭିମାନ କରେ କି ନା ପଛରେ ଥିବା ପାଦ ଅପମାନ ଭାବେ। କାହିଁକି ନା ସେମାନେ ଜାଣନ୍ତି କିଛି କ୍ଷଣ ମଧ୍ୟରେ ସ୍ଥିତି ବଦଳିଯିବ। ବାସ୍ତବରେ ଜୀବନ ତ ଏହାକୁ ହିଁ କୁହାଯାଏ, ନା କେବେ ଅଭିମାନ କରିବା ନା କେବେ କାହାର ଅପମାନ କରିବା। ରାଗିଥିବା ସମୟରେ କାହାକୁ କିଛି କୁହ ନାହିଁ, ଆଉ ଖୁସିରେ ଥିବା ସମୟରେ କାହାକୁ କିଛି କଥା ଦିଅ ନାହିଁ। କାରଣ ପରେ ଏହି କଥା ପାଳନ କରିବା ଅସମ୍ଭବ ହୋଇ ପଡ଼ିବ। ଲୁହ ଜଣେଇ ଦିଏ କଷ୍ଟ କିପରି, ସଂସ୍କାର ଜଣେଇ ଦିଏ ପରିବାର କିପରି, ବଚନ ଜଣେଇ ଦିଏ ମଣିଷ କିପରି, ନଜର ଜଣେଇ ଦିଏ ସୁନ୍ଦରତା କିପରି, ସମୟ ଜଣେଇ ଦିଏ ବନ୍ଧୁତା କିପରି। ଆଉ ପ୍ରକୃତ ବନ୍ଧୁ ସିଏ ଯିଏ ପାଣି ଭିତରେ ବି ବନ୍ଧୁର ଲୁହକୁ ଚିହ୍ନିପାରେ। ସତ୍ୟ ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କର ଆଉ ସାରା ଜୀବନ ଆନନ୍ଦ ପାଅ। ମିଥ୍ୟା ଏକ ଏପରି ଋଣ ଯେଉଁଥିରେ କ୍ଷଣିକ ସୁଖ ପାଅ ଆଉ ଜୀବନ ସାରା ଶୁଝୁଥାଅ। କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହି ହୁଏ ନାହିଁ, ନା ମନ ଖୋଲି କାନ୍ଦି ହୁଏ। କେବଳ ସେଇ ଦୁଃଖକୁ ହୃଦୟରେ ଚାପି ରଖି ସହିବାକୁ ପଡ଼େ। ରାଗିଥିବା ସମୟରେ କାହାକୁ କିଛି କୁହ ନାହିଁ, ଆଉ ଖୁସିରେ ଥିବା ସମୟରେ କାହାକୁ କିଛି କଥା ଦିଅ ନାହିଁ। କାରଣ ପରେ ଏହି କଥା ପାଳନ କରିବା ଅସମ୍ଭବ ହୋଇ ପଡ଼ିବ। ତୁମର ଲୁହକୁ ବୁଝିଥିବା ଜଣେ ବନ୍ଧୁ ଅନେକ ବନ୍ଧୁଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ। ଯିଏ କେବଳ ତୁମର ହସ ପଛରେ ଲୁହକୁ ଦେଖିପାରେ। ଗୋଟିଏ ଭୁଲ ଅନେକ ଭୁଲ କରିବାକୁ ବାଧ୍ୟ କରାଏ, କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ ପାଇଁ ପ୍ରେରଣା ଯୋଗାଏ। ନିଷ୍ପତ୍ତି ଆମ ହାତରେ। ଯଦି କାହାକୁ ସାରା ଜୀବନ ପାଖରେ ପାଇବା ପାଇଁ ଚାହଁ, ତେବେ ପ୍ରେମ କରି ନୁହେଁ, ବନ୍ଧୁତା ସ୍ଥାପନ କର। କାହିଁକି ନା ପ୍ରେମ ଦିନେ ହାରିଯିବ, ହେଲେ ବନ୍ଧୁତା କେବେ ହାରିବନି। ସମ୍ପର୍କ ଏମିତି ଏକ ଶବ୍ଦ ଯାହାକୁ ତୋଳାଇବା ତ ଦୂରର କଥା, ବୁଝିବା ପାଇଁ ବି ଲୋକଙ୍କ ପାଖରେ ସମୟ ନାହିଁ। ଯିଏ ଚାଲିଯାଇଛି ସେ ପୁଣି ଥରେ ଫେରି ଆସି ନଥାଏ, କିନ୍ତୁ ଜୀବନର ଏମିତି ଏକ ମୋଡ଼ରେ ସେ ନିଶ୍ଚୟ ତୁମକୁ ଖୋଜିବ ଯେତେବେଳେ ତୁମେ ତା ପାଖରେ ନଥିବ। ସାରା ଜୀବନ ସାଙ୍ଗରେ ରହିବାକୁ କେବଳ ପ୍ରେମ କୁହାଯାଏନି। ଜଣେ ଦୂରେଇ ଗଲା ପରେ ମଧ୍ୟ ତାଙ୍କୁ ସାରା ଜୀବନ ହୃଦୟରେ ସାଇତି ରଖିବାକୁ ପ୍ରେମ କୁହାଯାଏ। ଜଣେ ଭଲ ବନ୍ଧୁ କୁହେ ଚିନ୍ତା କରନା, କିଛି ଅସୁବିଧା ହେଲେ ମୁଁ ତୋ ସାଙ୍ଗରେ ଅଛି। କିନ୍ତୁ ଜଣେ ପ୍ରକୃତ ବନ୍ଧୁ କୁହେ ମୁଁ ଥିବା ଯାଏ ତୋର କେବେ ଅସୁବିଧା ହବାକୁ ଦେବିନି। ନିଜର ଲୁହକୁ ନିଜ ହାତରେ ପୋଛିବାକୁ ଚେଷ୍ଟା କର। କାହିଁକି ନା ଆଜିକାଲି ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି। ଭାଙ୍ଗି ଯାଇଥିବା ସମ୍ପର୍କ ଆଉ ପୋଡ଼ି ଯାଇଥିବା ତରକାରୀ ମଧ୍ୟରେ କୌଣସି ଫରକ ନଥାଏ। ଏ ଦୁଇଟିକୁ ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ଏଥିରେ ମଧୁରତା ଫେରି ଆସି ନଥାଏ। ଜୀବନରେ ସର୍ବଦା ତିନୋଟି ମନ୍ତ୍ର ମନେରଖ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦିଅ ନାହିଁ, କ୍ରୋଧରେ କାହାକୁ ଉତ୍ତର ଦିଅ ନାହିଁ, ଦୁଃଖରେ କେବେ କୌଣସି ବିଚାର କର ନାହିଁ। ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ। ଶ୍ରେଷ୍ଠ ଗୁରୁମନ୍ତ୍ର, ତୁମର ରହସ୍ୟ କାହାକୁ କୁହ ନାହିଁ, ଏହା ତୁମକୁ ହିଁ ମାରିଦେବ। ଭଗବାନ କାହାକୁ ବି ଦଣ୍ଡ ଦିଅନ୍ତି ନାହିଁ। ଆମେ କରୁଥିବା କୁକର୍ମ ହିଁ ଆମକୁ ଦଣ୍ଡ ଦେଇଥାଏ। ତେଣୁ ଭାବି ଚିନ୍ତି କର୍ମ କର। ମଣିଷର ତୁମେ ଯେତେ ବଡ଼ ଉପକାର କରନା କାହିଁକି, ପରବର୍ତ୍ତୀ ସମୟରେ ତୁମର ସାମାନ୍ୟ ଭୁଲ ହେଲେ ସେ ସେହି ଉପକାର କଥା ବୁନ୍ଦାଏ ମାତ୍ର ମନେ ପକାଇବ ନାହିଁ। ସମସ୍ୟା ଏତେ ବି ଶକ୍ତିଶାଳୀ ହୋଇନଥାଏ ଯେତିକି ମଣିଷ ତାକୁ ଭାବୁଥାଏ। କାହିଁକି ନା ଅନ୍ଧକାର ଯେତେ ବି ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସକାଳର ସୂର୍ଯ୍ୟ ଆଗେ ମୁଣ୍ଡ ନୁଆଁଇଥାଏ। ଜୀବନର ସତ୍ୟ, ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି, ତେବେ ବୁଝିଯାଆନ୍ତୁ ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରନ୍ତୁ, ଏ ସମୟ ଦିନେ ଚାଲିଯିବ।
ବଜାରରେ ମିଳୁଥିବା ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୁହେଁ, ନିଜର ମଧୁର ସ୍ୱାଦ ପାଇଁ ଅଧିକ ଦାମରେ ବିକ୍ରି ହୋଇଯାଏ। ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ଼, ଧନୀ ହେଉ ବା ଗରିବ, ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ। ଶରୀରକୁ ଯେମିତି ଜଳ ଦ୍ୱାରା ପବିତ୍ର କରାଯାଏ, ସେମିତି ମନକୁ ସତ୍ୟ ଦ୍ୱାରା, ବୁଦ୍ଧିକୁ ଜ୍ଞାନ ଦ୍ୱାରା ଓ ଆତ୍ମାକୁ ଧର୍ମ ଦ୍ୱାରା ପବିତ୍ର କରାଯାଏ। ଆମ ପାଖରେ ଯାହା ନାହିଁ, ତାକୁ ଚିନ୍ତା କରି କିଛି ଲାଭ ନାହିଁ। ବରଂ ଈଶ୍ୱର ଆମକୁ ଯାହା ଦେଇଛନ୍ତି, ତାକୁ ନେଇ ଜୀବନ ଜୀଇବାରେ ଆନନ୍ଦ ହେବାହିଁ ପ୍ରକୃତ ଜୀବନ। ମାଟି ଥିଲେ ଘାସ କଅଁଳେ, ଶରୀର ଥିଲେ ରୋଗ ହୁଏ, ପରିବାର ଥିଲେ ମତାନ୍ତ ହୁଏ। ହେଲେ ଏହାକୁ ମତାନ୍ତ ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ।